नमस्कार जय जगन्नाथ शुभ सकाळ। आज एप्रिल 20 सोमवार। आज दिनर किछि गुरुत्वपूर्ण खबर पर आसंतु नजर पकाइबा। वीडियो भल लागले छोट लाइक टे करि देबे। आसला प्रथम खबर। राउरकेला शहर को प्रथम थर पर आसुछंती राष्ट्रपति। आसंता 21 तारिख में राउरकेला गस्तरे आसिबे महामहिम राष्ट्रपति द्रौपदी मुर्मू। एने स्थानीय प्रशासन पक्षर चली जोरदार प्रस्तुति। एयरपोर्ट पाख पड़िया एक विराट कार्यक्रम होइछि व्यवस्था। ଏହି ଅବସରରେ ସେ 4ଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ନୂତନ ଟ୍ରାଇବାଲ ମ୍ୟୁଜିୟମ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ ଉଦ୍ଘାଟନ କରିବେ। ଏହା ସହ 10,000ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟିବେ ରାଷ୍ଟ୍ରପତି। ମହାମହିମଙ୍କୁ ସ୍ୱାଗତ ପାଇଁ 3,000ରୁ ଅଧିକ ଛାତ୍ରଛାତ୍ରୀ ସାନ୍ତାଳୀ, ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ ପରିବେଷଣ ପାଇଁ ଅଭ୍ୟାସ କରୁଛନ୍ତି। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସହରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତି ଖବର ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତି ବଳରେ ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ ଓ ଆଇଟି ତଥା ରେଳ ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ଇନ୍ଫୋ ଭ୍ୟାଲି ଠାରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା 3D ଗ୍ଲାସ୍ ସଲ୍ୟୁସନର ଅତ୍ୟାଧୁନିକ ଗ୍ଲାସ୍ ସବଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଓଡ଼ିଶାରେ ଶିଳ୍ପ ଓ ରୋଜଗାର ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି, ଓଡ଼ିଶା ପାଇଁ ଏକ ନୂତନ ବିକାଶର ଯୁଗର ଆରମ୍ଭ ହୋଇଛି। ଆଗାମୀ ସମୟରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଭବିଷ୍ୟତରେ ଏହାକୁ ଆଇଟି ହବ୍ ଭାବେ ବିକଶିତ କରିବା ପାଇଁ ଆମ ପ୍ରୟାସ ଜାରି ରହିବ। ଶିଳାନ୍ୟାସ ପ୍ରକୃତରେ ଓଡ଼ିଶାରେ ଏକ ବ୍ୟାପକ ସମୃଦ୍ଧି ଆଣିବ। ପ୍ରତି ଖବର ରାଜ୍ୟରେ 5 ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ନୂଆପଡ଼ାରେ 2ଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଘୋଷଣା କରିଥିଲେ। ଏଥିପାଇଁ ଏବେ ଆରମ୍ଭ ହୋଇଛି ପ୍ରକ୍ରିୟା। ମେଡିକାଲ କଲେଜର କାମ ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ କରିବାକୁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜମି ଚିହ୍ନଟ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସ୍ଥାନୀୟ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏହା ସହ ଏହି ମେଡିକାଲ କଲେଜ ନିର୍ମାଣ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ତାର ଖର୍ଚ୍ଚ ଆକଳନ କରିବାକୁ କୁହାଯାଇଛି। ଜମି ଏବଂ ଖର୍ଚ୍ଚ ଆକଳନ ରିପୋର୍ଟ ମିଳିଲେ ଏହାକୁ ପ୍ରଶାସନିକ ଅନୁମୋଦନ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଖବର ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା। ଆଜିକା ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି। 140 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହୋଇଛନ୍ତି ମହିଳା। ନାରୀ ଶକ୍ତି ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହାର ଜବାବ ଦେବେ। ସଂସଦ ଓ ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଚାହୁଁନି କଂଗ୍ରେସ। କାରଣ ବିଲ୍ ପାସ୍ ହୋଇଥିଲେ 272 ମହିଳା ସଂସଦକୁ ନିର୍ବାଚିତ ହୋଇଥାନ୍ତି। ମାତୃଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେଇସାରିଛନ୍ତି। ଯେଉଁମାନେ ଭାବୁଛନ୍ତି ଆମେ ଏହାକୁ ରୋକିଦେଲୁ ତାହା ଭୁଲ। ମୋଦି ଯାହା ପଣ କରିଥାନ୍ତି ତାହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିଥାନ୍ତି। ଆଗାମୀ ଦିନରେ କଂଗ୍ରେସ ଓ ଅନ୍ୟ ବିରୋଧୀ ନାରୀ ଆକ୍ରୋଶର ଶିକାର ହେବେ। ଗତ 17 ତାରିଖରେ ଦେଶର ଗଣତନ୍ତ୍ର ଇତିହାସରେ କଳା ଦିବସ ଥିଲା, କାରଣ ଏହି ଦିନ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇପାରିନଥିଲା। ଏହି ହାରକୁ କଂଗ୍ରେସ ହସି ହସି ଉତ୍ସବ ଭାବେ ପାଳନ କରିଛି। ଆଗାମୀ ଦିନରେ ଭାରତ ବର୍ଷର ନାରୀ ଶକ୍ତି ନିଶ୍ଚିତ ଭାବରେ ଭୋଟରେ ଜବାବ ଦେବେ। ଏନେଇ କଂଗ୍ରେସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଖବର ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଅସହ ଖରାକୁ ଦେଖି 20ରୁ 23 ପର୍ଯ୍ୟନ୍ତ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟି ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଆମ ପାଇଁ ପ୍ରାଥମିକତା। ପରବର୍ତ୍ତୀ ସମୟରେ ପାଣିପାଗ ସ୍ଥିତିକୁ ସମୀକ୍ଷା କରାଯାଇ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପରବର୍ତ୍ତୀ ଖବର ହର୍ମୋଜ ପ୍ରଣାଳୀ ନିକଟରେ ଭାରତୀୟ ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତ ଏହି ପ୍ରସଙ୍ଗରେ ପ୍ରତିବାଦ ପ୍ରକାଶ କରିଛି। ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲ୍ହାଇଙ୍କୁ ଆକ୍ରମଣ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଏପରି କୌଣସି ଘଟଣା ବିଷୟରେ ଜାଣିନାହାନ୍ତି। ଭାରତ ଇରାନ ସମ୍ପର୍କ 5000 ବର୍ଷ ପୁରୁଣା। ଦୁଇ ଦେଶ ଗଭୀର ସାଂସ୍କୃତିକ, ଶିକ୍ଷାଗତ ଏବଂ ସଭ୍ୟତାଗତ ସମ୍ପର୍କ ରହିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁତ ମଜବୁତ। ଆଲୋଚନା ମାଧ୍ୟମରେ ଯେକୌଣସି ସମସ୍ୟାର ସମାଧାନ ହେବ। ଦୁଇ ଦେଶ ମଧ୍ୟରେ ସହଯୋଗ ସ୍ଥିର ଭାବରେ ବୃଦ୍ଧି ପାଉଛି। ଇରାନ ଯୁଦ୍ଧ ଚାହୁଁନାହିଁ, ବରଂ ଶାନ୍ତି ଚାହୁଁଛି। ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ସଫଳ ବୋଲି ବର୍ଣ୍ଣନା କରି ଦୁଇ ଦେଶର ନେତାଙ୍କ ମଧ୍ୟରେ ଏକ ଭୁଲ ବୁଝାମଣା ରହିଥିବା କହିଛନ୍ତି। ଓମାନ ନିକଟସ୍ଥ ହର୍ମୋଜ ପ୍ରଣାଳୀ ନିକଟରେ 2ଟି ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ ଗୁଳିଚାଳନା କରାଯାଇଥିଲା। ପରବର୍ତ୍ତୀ ଖବର ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ଯାତ୍ରା 2026 ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପ୍ରଥମେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କବାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ। ଏହା ସହ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଏବଂ ଭକ୍ତି ସହ ଜଡ଼ିତ ଚାରିଧାମ ଯାତ୍ରା ଆରମ୍ଭ ହେବ। ଚାରିଧାମ ଯାତ୍ରା ସହ ଅନ୍ୟ 2ଟି ପ୍ରମୁଖ ଧାମର କବାଟ ଖୋଲିବାର ତିଥି ମଧ୍ୟ ଧାର୍ଯ୍ୟ କରାଯାଇଛି।
ଏପ୍ରିଲ 22ରେ କେଦାରନାଥ ଧାମର କବାଟ ଖୋଲିବ। ସେହିପରି 23 ଏପ୍ରିଲରେ ବଦ୍ରୀନାଥ ଧାମ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯିବ। କେଦାରନାଥ ଧାମ କବାଟ ଖୋଲିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି। ଚାରିଧାମ ଯାତ୍ରା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଯାତ୍ରା ମଧ୍ୟରେ ଅନ୍ୟତମ। ପରବର୍ତ୍ତୀ ଖବର, ଦକ୍ଷିଣ ଆଫ୍ରିକାରୁ ଆଉ 4ଟି ଚିତା ଭାରତ ଆସିଥିବା ବେଳେ ସେମାନଙ୍କୁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ନିକଟସ୍ଥ ବାନ୍ନେରାଘାଟା ନ୍ୟାସନାଲ ପାର୍କରେ ରଖାଯାଇଛି। 70 ବର୍ଷ ପରେ କର୍ଣ୍ଣାଟକରେ ପ୍ରଥମ ଥର ଚିତା ଦେଖିବାକୁ ମିଳିଛି। ଏଥର ଆସିଥିବା ଚିତାଙ୍କ ମଧ୍ୟରେ 2ଟି ଅଣ୍ଡିରା ଓ 2ଟି ମାଇ ସାମିଲ ହୋଇଥିବା କୁହାଯାଉଛି। ଏମାନଙ୍କୁ ଆଗାମୀ 30 ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯିବା ସହ ପ୍ରାଣୀ ଡାକ୍ତର ସୁପାରିଶ କରାଯାଇଥିବା ଖାଦ୍ୟ ଦିଆଯିବ। ଭାରତୀୟ ଜଳବାୟୁ ଓ ବାତାବରଣ ସହ ସ୍ୱାଭାବିକ ହେବା ପରେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି। ଏମାନଙ୍କୁ ମିଶାଇ ଭାରତରେ ଚିତା ସଂଖ୍ୟା 61କୁ ବୃଦ୍ଧି ପାଇଛି। ଆଜିର ଶେଷ ଖବର, ଇରାନର ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମନେଇଙ୍କ ହତ୍ୟାର 50 ଦିନ ବିତି ସାରିଛି, ହେଲେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଏଯାଏଁ ହୋଇପାରି ନାହିଁ। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ ଇରାନର ଅଧିକାରୀ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି ଯେ ତାଙ୍କୁ କେବେ ଓ କେଉଁଠି କବର ଦିଆଯିବ। ଏହା ପଛର କାରଣ ହେଉଛି ସୁରକ୍ଷା। କୁହାଯାଉଛି ଯେ ଏପର୍ଯ୍ୟନ୍ତ ସେଠାରେ ସ୍ଥିତି ସମ୍ବେଦନଶୀଳ ରହିଛି। ବୋଧହୁଏ ଏହି କାରଣରୁ ସରକାର ବଡ଼ ସାର୍ବଜନୀନ ଅନ୍ତିମ ସଂସ୍କାର କରିବାକୁ ଦୂରେଇ ରହୁଛନ୍ତି। ଆଶଙ୍କା ରହିଛି ଯେ ଏହି ସମୟରେ ଇସ୍ରାଏଲ ପକ୍ଷରୁ ବଡ଼ ଧରଣର ହମଲା ହୋଇପାରେ କିମ୍ବା ଦେଶ ଭିତରେ ଅଶାନ୍ତି ସୃଷ୍ଟି ହୋଇପାରେ। ବର୍ତ୍ତମାନ ଯୁଦ୍ଧ ଭଳି ସ୍ଥିତି ଓ ଲଗାତାର ବିବାଦ କାରଣରୁ ବଡ଼ ଧରଣର ଆୟୋଜନକୁ ବିପଜ୍ଜନକ ହୋଇପାରେ। ରିପୋର୍ଟ ଅନୁସାରେ ଖାମନେଇଙ୍କ ମୃତ୍ୟୁ 28 ଫେବୃଆରୀ 2024ରେ ଆମେରିକା ଓ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକ୍ରେ ହୋଇଥିଲା।